ଆସନ୍ତୁ ଜଲ୍ଦି ଜାଣିନେବା ଇଣ୍ଡିଆ ପୋଷ୍ଟ ଗ୍ରାମୀଣ ଡାକସେବକ 2026 ନିଯୁକ୍ତି ବିଷୟରେ। ଦେଖନ୍ତୁ, ଇଣ୍ଡିଆ ପୋଷ୍ଟ ସାରା ଦେଶରେ ଗ୍ରାମୀଣ ଡାକସେବକ ପାଇଁ ବହୁତଗୁଡ଼ିଏ ପଦ ବାହାର କରିଛି। ଆଉ ଯଦି ଆପଣ 10ମ ପାସ୍, ତେବେ ଏହା ଆପଣଙ୍କ ପାଇଁ ଗୋଟେ ବହୁତ ବଡ଼ ଖବର। ତାହେଲେ ପ୍ରଥମେ ଦେଖିବା ଯୋଗ୍ୟତା ଆଉ କିଛି ଜରୁରୀ ତାରିଖ। ପଦବୀଗୁଡ଼ିକ ହେଲା ଗ୍ରାମୀଣ ଡାକସେବକ ମାନେ ଜିଡିଏସ୍, ଏଥିରେ ବିପିଏମ୍ ଆଉ ଏବିପିଏମ୍ ଭଳି ପୋଷ୍ଟ ଅଛି। ଆଉ ଶିକ୍ଷାଗତ ଯୋଗ୍ୟତା କିଛି ଖାସ୍ ନାହିଁ, ବାସ୍ ଗଣିତ ଆଉ ଇଂରାଜୀ ସହିତ 10ମ ପାସ୍ ହୋଇଥିବା ଦରକାର। ବୟସ ରହିଛି 18ରୁ 40 ବର୍ଷ। ହଁ, ସଂରକ୍ଷିତ ବର୍ଗଙ୍କ ପାଇଁ କିଛି ଛାଡ଼ ବି ଅଛି। ଆଉ ହଁ, ତାରିଖଟା ମନେ ରଖନ୍ତୁ, ଜାନୁଆରୀ 31ରୁ ଫେବୃଆରୀ 16, 2026 ଭିତରେ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଦ୍ୱିତୀୟରେ, ଆଉ ସବୁଠୁ ମଜା କଥା ହେଲା ଏହାର ଚୟନ ପ୍ରକ୍ରିୟା। ଶୁଣନ୍ତୁ, ଏଥିପାଇଁ କୌଣସି ବି ଲିଖିତ ପରୀକ୍ଷା ନାହିଁ। ହଁ, ଆପଣ ଏକଦମ ଠିକ୍ ଶୁଣିଲେ। ଚୟନ ହେବ କେବଳ ଆପଣଙ୍କର 10ମ ଶ୍ରେଣୀ ମାର୍କ ଆଧାରରେ, ମାନେ ମେରିଟ୍ ଲିଷ୍ଟ ଅନୁସାରେ। ଆଉ ଦରମା କଥା କହିଲେ, ବିପିଏମ୍ ପାଇଁ ଏହା 12,000ରୁ 29,380 ଟଙ୍କା ଏବଂ ଏବିପିଏମ୍ ପାଇଁ 10,000ରୁ 24,470 ଟଙ୍କା। ଆଉ ଶେଷରେ ଆବେଦନ କରିବାର ପ୍ରକ୍ରିୟା ବହୁତ ସହଜ। ଆପଣଙ୍କୁ କେବଳ ଅଫିସିଆଲ ୱେବସାଇଟ୍ indiapost.gov.in କୁ ଯାଇ ଅନଲାଇନ୍ ଆପ୍ଲାଏ କରିବାକୁ ହେବ। ଫିସ୍ ମାତ୍ର 100 ଟଙ୍କା। କିନ୍ତୁ ସବୁ ମହିଳା, ଏସ୍ସି, ଏସ୍ଟି, ଦିବ୍ୟାଙ୍ଗ ଆଉ ଟ୍ରାନ୍ସଫର୍ମିନ୍ ଆବେଦନକାରୀଙ୍କ ପାଇଁ ଏହା ବିଲକୁଲ ମାଗଣା। ତେବେ ମୋଟାମୋଟି ଭାବେ 10ମ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ସିଧାସଳଖ ମେରିଟ୍ ଆଧାରିତ ସରକାରୀ ଚାକିରି।